କେଉଁଠୁ ଆସିଛନ୍ତି ଆଜ୍ଞା କହିବେ? ଆଜ୍ଞା ମୋ ଘର ହେଲା ନୟାଗଡ଼ ଜିଲ୍ଲା ସାନ ଗୋରଡ଼ା। ମୁଁ ରହୁଛି ଭୁବନେଶ୍ୱରରେ। ସୁଶାନ୍ତ କୁମାର ଜେନା। କ'ଣ ଅନୁଭୂତି ଅଛି? ଅନୁଭୂତି କହିବାକୁ ଗଲେ ଆଜ୍ଞା ମୁଁ କାର୍ତ୍ତିକ ମାସରେ ଆସିଥିଲି। ଘରେ ବି ମନା କରୁଥିଲେ, କହିଲେ ଏତେ ଗହଳିରେ ଟୋଟାଲି ଯାଇପାରିବୁନୁ ମୋଟେ ହେଲେ, ଆଉ କାହିଁ ବେକାରଟାରେ ଯିବୁ। ମୁଁ କହିଲି ନାଇଁ, ଠାକୁରଙ୍କ ଡୋରି ଲାଗିଛି ମାନେ ନିଶ୍ଚିନ୍ତ ଯେମିତି ହେଲେ ମୁଁ ଯିବି। ଆଜ୍ଞା ଦୁଇ ଭାଇ ଆମେ ମୋ ଦାଦାଙ୍କ ପୁଅର ମୋର ଆସିଲୁ, ସାଙ୍ଗ ହେଇକିରି ଆସିଲୁ। ଆସିଲା ବେଳକୁ ବାଟ ମଙ୍ଗଳାରେ ଆଜ୍ଞା ନଡ଼ିଆ ଭାଙ୍ଗିଲି, ସବୁ କଲି। ଆଜ୍ଞା ଭୋଗ ଡାଲା ବି ଧରିଛି ଆଜ୍ଞା। ଧରିବା ଭିତରେ ଜଣେ ମା' ଆସିଲେ, କହିଲେ ଆଉ ଟିକେ ଭୋଗ ଦେଇପାରିବ କି? ମୁଁ କହିଲି ହଁ ନିଶ୍ଚିନ୍ତ, ନେଉନାହାନ୍ତି। ଆମ ଦାଦାଙ୍କ ପୁଅ କହିଲେ ହଁ ନେଇଯାଆନ୍ତୁ। ନା ନାଇଁ 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 ଟିକେ ଦିଅ ହେଲା। ତାପରେ ସାଙ୍ଗେ ସାଙ୍ଗେ ସେ କ'ଣ କଲେ ଆଜ୍ଞା, ଆଶୀର୍ବାଦ ଦେଇକିରି ସେ ତାଙ୍କର କୁଆଡ଼େ ଆଜ୍ଞା ପଳେଇଲେ। ଆଜ୍ଞା ସେଇଠୁ ମୁଣ୍ଡିଆ ମାରିକି ଆସିଲୁ ଏଇଠିକି ସିଂହଦ୍ୱାରକୁ ଆସିଲୁ ଆଜ୍ଞା। ତାପରେ ମୋର ବି ଗୋଡ଼ ଆକ୍ସିଡେଣ୍ଟରେ ଗୋଡ଼ ଖରାପ ହେଇଯାଇଛି ଆଜ୍ଞା। ଆସିକି ଠିଆ ହେଲି ଏଇଠି। ସାର୍ମାନଙ୍କୁ ବି କହିଲି, ମୁଁ କହିଲି ସାର୍ ଆଉ ମୋର ଏମିତି ଅସୁବିଧା ଅଛି, ଆଉ ନା ତୁମେ ଯାଇପାରିବନି। ସେଦିନ କିଏ ଗୋଟେ ଆସିବାର ଥିଲା, କହିଲା ନାଇଁ ତୁମେ ଉତ୍ତର ଦ୍ୱାର ପଟେ ଯାଅ ହେରି। ଆଜ୍ଞା ସେପଟେ ଉତ୍ତର ଦ୍ୱାର ପଟେ ଗଲାବେଳକୁ ହନୁମାନଙ୍କର ଆଳତୀ ଚାଲିଥିଲା। ସେଇଠି ବି ହନୁମାନଙ୍କ ଆଳତୀ ଦେଖିଲି। ସେଇଠି ବି ସାର୍ମାନଙ୍କୁ କହିଲି। ସାର୍ମାନେ ବି ସେମାନେ ଦେଖୁ ଦେଖୁ ଯେମିତି ମାନେ ଭଗବାନ ଯେମିତି କହିଛନ୍ତି ଯେ ତାଙ୍କ କାନରେ, ଆଉ ତାକୁ ଛାଡ଼ି ଦିଅ, ଆଉ ସିଏ ଆସୁ ଦେଖିବାକୁ। ଆଜ୍ଞା ସିଏ ସାଙ୍ଗେ ସାଙ୍ଗେ ତୁରନ୍ତ ଛାଡ଼ିଦେଲେ ଆଜ୍ଞା। ଆସିକି ଯାଇକି ଆଗେ ମାନେ କୁଆଡ଼େ ନ ଯାଇକି ଆଗେ କାଳିଆକୁ ଆଗେ ଦର୍ଶନ କଲି। କାଳିଆ ବି ଯେମିତି ଆଜ୍ଞା ବାହୁ ମେଲେଇକି ଯେମିତି ବସିଛି, କୋଳେଇ ନେଉଛି ଆଜ୍ଞା। ତାପରେ ଦର୍ଶନ କରିକି ସବୁଆଡ଼େ ବୁଲାବୁଲି କରିକି ଆଜ୍ଞା ଆସିଲି। ରାତିରେ ବି ଆଜ୍ଞା ରହିଲି। ମୁଁ କହିଲି ସବୁବେଳେ ତ ମୁଁ ଟିଭିରେ ଦେଖୁଛି, ଜୟ ଜଗନ୍ନାଥ ଟିଭିରେ ଦେଖୁଛି, ଆଳତୀ ଦେଖୁଛି, ଦ୍ୱାର ଫିଟା ଦେଖୁଛି। ମୁଁ ଟିକେ ରାତିରେ ଟିକେ ଠିଆ ହେଇକି ମୁଁ ଦେଖିବି କେମିତି ଦ୍ୱାର ଫିଟା ହେଉଛି, ଭିତର ଜମାବତରେ ଆସିକି ଦ୍ୱାର ଫିଟାଉଛନ୍ତି, କେମିତି ମଙ୍ଗଳ ଆଳତୀ ହେଉଛି। ଆଜ୍ଞା ରାତି ଯାକ ଅନିଦ୍ରା ହେଲି ଏଇ ସିଂହଦ୍ୱାର ସମ୍ମୁଖରେ, ଶୋଇଲିନି ମୋଟେ ହେଲେ। ରାତି ଯାକ ବସିକି ଦେଖିଲି ଠାକୁରଙ୍କୁ। ସେଇ ନୀଳଚକ୍ରକୁ ଅନେଇକି ଆଜ୍ଞା ରାତି ମୋର ପାଇଗଲା। ତାପରେ ରାତି ଠିକ୍ 3ଟା 3:30 ବେଳକୁ ଆଜ୍ଞା କାର୍ତ୍ତିକ ମାସରେ ଦ୍ୱାର ଫିଟିଲା। ଦ୍ୱାର ଫିଟା ଦେଖିଲି, ମଙ୍ଗଳ ଆଳତୀ ଦେଖିଲି। ଆଜ୍ଞା ଘରକୁ ଗଲି। ଘରକୁ ଗଲା ବେଳକୁ ଦିନ 12ଟା ହେଇଗଲାଣି। ଆଜି ଏଇଠି କହୁଛି ହଠାତ୍ କିଛି ନାହିଁ ଆଜ୍ଞା, ଶୋଇଥିଲି, ଘର ଲୋକ ବାହାରିଲେ, ମାନେ ଭଗବାନ ଯେମିତି ମୋତେ ଟାଣି ଆଣିଲେ। ଯେମିତି ଗଲି ପୁରା କାଳେ ଯେମିତି ଆଜି ବାହୁ ପୁରା ମେଲେଇକି ବସିଥିଲେ ପୁରା ଏକାଳେ। ଯାଇକି ଦର୍ଶନ ପୁରା ବହୁତ ବଢ଼ିଆ ଦର୍ଶନ କଲି ଆଜ୍ଞା। କିଏ ନାହାନ୍ତି ଭିତରେ ମୋଟେ ହେଲେ ଆଜ୍ଞା। ମୁଁ ଯେମିତି ଭଗବାନ ଆଉ ଏ ଭକ୍ତ ଯେମିତି ପୁରା ମିଳନ ପୁରା ଏକାଳେ ହେଉଛି। ଦର୍ଶନ କରିକି ଆଜ୍ଞା ସେଇଠି ଆସିଲି ଆପଣଙ୍କ ପାଖକୁ ଅନୁଭୂତି କହିବାକୁ। ଜୟ ଜଗନ୍ନାଥ ଟିଭି ତ ଦେଖନ୍ତି ସବୁବେଳେ, ଆପଣ କହିଲେ। ଜୟ ଜଗନ୍ନାଥ ଟିଭି ଆମ ଘର ଉପରେ କ'ଣ ପ୍ରଭାବ ପକେଇଛି? ଆଜ୍ଞା ଘର ଉପରେ ମାନେ କହିବାକୁ ଗଲେ ସେଇଟା ଘର ନୁହଁ। ମାନେ ମୁଁ ଯେମିତି ଅଛି କାଳିଆ ପାଖରେ ଯେମିତି ଅଛି, ମାନେ ପୁରୀରେ ଯେମିତି ବଡ଼ ଦାଣ୍ଡରେ ମାନେ ଅଛି, ମୋତେ ଯେମିତି ଲାଗୁଛି। ସବୁବେଳେ ଆଜ୍ଞା ଜୟ ଜଗନ୍ନାଥ ଟିଭି ମୁଁ ମାନେ ଦେଖୁଛି। ଆମ ଘରେ ସମସ୍ତେ ଦେଖୁଛନ୍ତି, ମା ବାପା ସମସ୍ତେ ଦେଖୁଛନ୍ତି। ଘରର ବାତାବରଣକୁ ଗୋଟେ ପବିତ୍ର କରିଦିଏ, ଗୋଟେ ସକାରାତ୍ମକତା କରିଦିଏ ବାତାବରଣକୁ। ଯେତେବେଳେ ଜୟ ଜଗନ୍ନାଥ ଟିଭିରେ ଆମେ ପ୍ରଭୁଙ୍କର ଦର୍ଶନ କରୁ, ତାଙ୍କ ଭଜନ, ତାଙ୍କ କଥା ଶୁଣୁ। ବହୁତ ବହୁତ ଧନ୍ୟବାଦ ଦେବି ଆପଣଙ୍କୁ ଜୟ ଜଗନ୍ନାଥ ଟିଭି ତରଫରୁ। ଜୟ ଜଗନ୍ନାଥ। ଶୁଣୁଥିଲେ ଆପଣ ଅନୁଭୂତି।